ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। 3ଟି ବିଷୟରେ ପୁନର୍ବାର ୟୁଜିସି ନେଟ୍ ପରୀକ୍ଷା କରିବା ଲାଗି ଜାତୀୟ ପରୀକ୍ଷଣ ସଂସ୍ଥାର ଘୋଷଣା। ରେଳଯାତ୍ରୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ 20,000ଟି ସ୍ଥାନରେ ସ୍ଥାପନ କରାଯିବ ଟ୍ୟାଙ୍କ ଟୁ ଟ୍ୟାପ୍ ବ୍ୟବସ୍ଥା। 9ଟି ରାଜ୍ୟରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା। ଓଡ଼ିଶାରେ 5 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ। ମୁଖ୍ୟମନ୍ତ୍ରୀ ଆଜି ନିରୀକ୍ଷଣ କରିବେ ବନ୍ୟାଞ୍ଚଳ। ମଧ୍ୟପ୍ରଦେଶର ଇନ୍ଦୋରରେ ଆରମ୍ଭ ହେଲା ଦେଶର ପ୍ରଥମ ଆଭାସୀ ଚିଡ଼ିଆଖାନା। ଏବଂ FIH ପୁରୁଷ ହକି ବିଶ୍ୱକପ୍ରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ୍। ଜାତୀୟ ପରୀକ୍ଷଣ ସଂସ୍ଥା NTA 3ଟି ବିଷୟରେ ପୁନର୍ବାର ୟୁଜିସି ନେଟ୍ ପରୀକ୍ଷା କରିବା ଲାଗି ଘୋଷଣା କରିଛି। ସେହି ବିଷୟଗୁଡ଼ିକ ହେଉଛି ଇଂରାଜୀ, ବାଣିଜ୍ୟ ଏବଂ ସମାଜ ବିଜ୍ଞାନ। ପୂର୍ବରୁ ହୋଇଥିବା ପରୀକ୍ଷାରେ ଏହି 3ଟି ବିଷୟର ପ୍ରଶ୍ନପତ୍ରଗୁଡ଼ିକରେ ଏକାଧିକ ତ୍ରୁଟି ଥିବା ଅଭିଯୋଗ ହେବା ପରେ NTA ପକ୍ଷରୁ ପୁନର୍ବାର ପରୀକ୍ଷା କରିବା ଲାଗି ନିଷ୍ପତ୍ତି ହୋଇଛି। ସୂଚନା ଅନୁଯାୟୀ ଆସନ୍ତା ସେପ୍ଟେମ୍ବର 9 ତାରିଖରେ ସକାଳ 9ଟାରୁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ଇଂରାଜୀ ବିଷୟରେ ପରୀକ୍ଷା ଏବଂ ଅପରାହ୍ନ 3ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ବାଣିଜ୍ୟ ବିଷୟରେ ପରୀକ୍ଷା ହେବ। ସେପ୍ଟେମ୍ବର 10 ତାରିଖରେ ପ୍ରଥମ ସିଟିଂରେ ସକାଳ 9ଟାରୁ 12ଟା ପର୍ଯ୍ୟନ୍ତ ସମାଜ ବିଜ୍ଞାନ ବିଷୟ ପରୀକ୍ଷା କରାଯିବ। ସୂଚନାଯୋଗ୍ୟ, ଗତ ଜୁନ୍ ମାସରେ 22ରୁ 30 ତାରିଖ ପର୍ଯ୍ୟନ୍ତ NTA ପକ୍ଷରୁ 87ଟି ବିଷୟରେ ୟୁଜିସି ନେଟ୍ ପରୀକ୍ଷା କରାଯାଇଥିଲା। ତେବେ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ନେଇ NTA ପକ୍ଷରୁ ଏକ କମିଟି ଗଠନ କରାଯାଇଥିଲା। କମିଟିର ପରାମର୍ଶ କ୍ରମେ ଏହି 3ଟି ବିଷୟରେ ପୁନର୍ବାର ପରୀକ୍ଷା କରାଯିବ। ପାନୀୟ ଜଳ ଗୁଣବତ୍ତା ନେଇ ଭାରତୀୟ ମହାଲେଖା ନିୟନ୍ତ୍ରକଙ୍କ ରିପୋର୍ଟ ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଭିନ୍ନ ରେଳ ନେଟୱାର୍କରେ ପାନୀୟ ଜଳ ବିଷୟରେ ସମୀକ୍ଷା କରିଛନ୍ତି। ଯାତ୍ରୀମାନଙ୍କୁ ଶୁଦ୍ଧ ଏବଂ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ଲାଗି ତୁରନ୍ତ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ବୈଷ୍ଣବ ନିର୍ଦ୍ଦେଶ ଦେଇଛନ୍ତି। ପଦକ୍ଷେପ ସ୍ୱରୂପ ଦେଶର ରେଳ ବ୍ୟବସ୍ଥାରେ 20,000ଟି ସ୍ଥାନରେ ନୂଆ ଟ୍ୟାଙ୍କ ଟୁ ଟ୍ୟାପ୍ ଜଳ ବିଶୋଧନ ଓ ନିରୀକ୍ଷଣ ବ୍ୟବସ୍ଥା ସ୍ଥାପନ କରାଯିବ। ପୁରୁଣା ପାଣି ଟାଙ୍କିଗୁଡ଼ିକ ମଧ୍ୟ ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି। ରେଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ବିଭାଗ ଗୁରୁତ୍ୱ ଦେଉଛି ଏବଂ ଆଗାମୀ ଦିନରେ ଉଚ୍ଚ ସ୍ତରରେ ଏହାର ନିରୀକ୍ଷଣ କରାଯିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 12ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଲଗାଣ ବର୍ଷା ପ୍ରଭାବରୁ କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ 49ଟି ବ୍ଲକର 947ଟି ଗ୍ରାମର 5 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। 2,37,000 ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ବର୍ଷା ଯୋଗୁଁ ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ସମେତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ସମେତ ଗାଙ୍ଗେୟ ପଶ୍ଚିମବଙ୍ଗରେ ଆଜି ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ କହିଛି। ସେହିଭଳି 9ଟି ରାଜ୍ୟରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା 2ରୁ 3 ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ପୁଡୁଚେରୀରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଭାରତ ଅଧ୍ୟକ୍ଷତାରେ ଦ୍ୱାଦଶ ବ୍ରିକ୍ସ ପରିବେଶ ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ ହେବ। ଏହା ପୂର୍ବରୁ ଆଜି ବ୍ରିକ୍ସ ପରିବେଶ କାର୍ଯ୍ୟକାରୀ ଗୋଷ୍ଠୀ ବରିଷ୍ଠ ଅଧିକାରୀଙ୍କ ବୈଠକ ଓ ଜଳବାୟୁ ପରିବର୍ତ୍ତନ ଏବଂ ସମାବେଶୀ ବିକାଶ ଯୋଗାଯୋଗ କାର୍ଯ୍ୟକ୍ରମ ଆୟୋଜନ ହେବ। ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଏହାର ବିଷୟବସ୍ତୁ ରହିଛି ନମନୀୟତା, ନବସୃଜନ, ସହଯୋଗ ଏବଂ ସ୍ଥିରତା ପାଇଁ ନିର୍ମାଣ। ଆସନ୍ତାକାଲି ହେବାକୁ ଥିବା ବୈଠକରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଅଧ୍ୟକ୍ଷତା କରିବେ। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ବୈଠକ ପରିବେଶ କ୍ଷେତ୍ରରେ ସହଯୋଗ ସୁଦୃଢ଼ କରିବା ସହ ଏହାର ସୁରକ୍ଷା ଦିଗରେ ଆଲୋଚନା ଲାଗି ମଞ୍ଚ ପ୍ରଦାନ କରିବ।
ଭାରତ ପକ୍ଷରୁ ଏଥିପାଇଁ 4ଟି ବିଷୟକୁ ପ୍ରାଧାନ୍ୟ ଦିଆଯାଉଛି। ସେଗୁଡ଼ିକ ହେଉଛି ସ୍ଥାୟୀ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା, ଜଙ୍ଗଲ ନିଆଁ ପରିଚାଳନା ଏବଂ ବିପର୍ଯ୍ୟୟ ପ୍ରତିରୋଧ, ପୁନଃ ବ୍ୟବହାର ଏବଂ ଉତ୍ପାଦନକ୍ଷମ ଅର୍ଥନୀତି ଓ ଗ୍ରହଣୀୟତା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମଧ୍ୟପ୍ରଦେଶର ଇନ୍ଦୋରରେ ଦେଶର ପ୍ରଥମ ଆଭାସୀ ଚିଡ଼ିଆଖାନା ଆରମ୍ଭ ହୋଇଛି। ଇନ୍ଦୋର ଚିଡ଼ିଆଖାନାରେ 14D ସିନେମା ଥିଏଟର ସହ ଆଭାସୀ ଜଙ୍ଗଲ ସଫାରି ମଧ୍ୟ କାର୍ଯ୍ୟ ଆରମ୍ଭ କରିଛି। 4,50,00,000 ଟଙ୍କା ବ୍ୟୟରେ ସରକାରୀ ଘରୋଇ ଭାଗିଦାରିତାରେ ଏହି ବ୍ୟବସ୍ଥା କରାଯାଇଛି। ଆଭାସୀ ଜଙ୍ଗଲ ସଫାରି ଜରିଆରେ ଜନସାଧାରଣ ପ୍ରଯୁକ୍ତିବିଦ୍ୟା ସହାୟତାରେ ଜଙ୍ଗଲ ଏବଂ ବନ୍ୟଜନ୍ତୁଙ୍କ ଉପସ୍ଥିତି ଅନୁଭବ କରିପାରିବେ। ଗତକାଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏହି ଆଭାସୀ ଚିଡ଼ିଆଖାନାର ଉଦ୍ଘାଟନ କରିଛନ୍ତି। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତତା ଅଭିଯୋଗ ନେଇ ଝାଡ଼ଖଣ୍ଡରେ ଛାତ୍ର ପ୍ରତିବାଦ ଜାରି ରହିଛି। ଆସନ୍ତା 20 ତାରିଖରେ ପ୍ରତିବାଦକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ନେଇ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ ଗତକାଲି ବିକ୍ଷୋଭରତ ଛାତ୍ରଛାତ୍ରୀମାନେ ଜେପିଏସ୍ସି ଏବଂ ଜେଏସ୍ଏସ୍ସି ପରୀକ୍ଷା ବାତିଲ କରିବା ନେଇ ଦାବି କରିବା ସହ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଆର୍ଜେଡି ନେତା ତେଜସ୍ୱୀ ଯାଦବଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ତେବେ ରାଜ୍ୟ ସରକାର ପ୍ରଦର୍ଶନକାରୀ ଛାତ୍ରଛାତ୍ରୀଙ୍କୁ ଆଜି ଅପରାହ୍ନ 2ଟାରେ ପୁଣି ଥରେ ଆଲୋଚନା ଲାଗି ଆମନ୍ତ୍ରଣ କରିଛନ୍ତି। କେନ୍ଦ୍ର କାର୍ମିକ ଜନ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆଜି ନୂଆଦିଲ୍ଲୀରେ ଜାତୀୟ ଅନୁଭବ ପୁରସ୍କାର 2026 ପ୍ରଦାନ କରିବେ। ମନ୍ତ୍ରାଳୟର ସୂଚନା ଅନୁଯାୟୀ ଏହି ସମାରୋହରେ ପେନ୍ସନ୍ ମିତ୍ର ଏବଂ 5ମ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ ପୁସ୍ତିକା ଉନ୍ମୋଚନ କରାଯିବ। କାର୍ଯ୍ୟକ୍ରମର ଅଂଶ ଭାବେ 17ଟି ପେନ୍ସନ୍ ପ୍ରଦାନକାରୀ ବ୍ୟାଙ୍କ ଅବସର ନେଇଥିବା କର୍ମଚାରୀଙ୍କ ଲାଗି ବିଭିନ୍ନ ସେବା ଓ ସାମଗ୍ରୀର ପ୍ରଦର୍ଶନ କରିବେ। ଆଜିର ଉତ୍ସବରେ 15 ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ବିଶାଖାପାଟଣାରୁ ଉଡ଼ାଣ ଏବଂ ଅବତରଣ କରିବାକୁ ଥିବା ଏୟାର ଇଣ୍ଡିଆର ସମସ୍ତ ବିମାନ ଆଜିଠାରୁ ଭୋଗପୁରମ୍ ସ୍ଥିତ ନୂଆ ଆଲୁରି ସୀତାରାମ ରାଜୁ ଆନ୍ତର୍ଜାତିକ ବିମାନ ବନ୍ଦରରୁ କାର୍ଯ୍ୟ କରିବ। ପୁରୁଣା ବିମାନ ବନ୍ଦରର କୋଡ୍ ସଂଖ୍ୟା VTZ ମଧ୍ୟ ବ୍ୟବହାର କରାଯିବ। ଏୟାର ଇଣ୍ଡିଆ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭୋଗପୁରମ୍ରୁ ଦିଲ୍ଲୀ ମଧ୍ୟରେ ସପ୍ତାହକୁ 14ଟି ଉଡ଼ାଣ କରାଯିବ। ଜିମ୍ବାୱେରେ ଗତ ସପ୍ତାହରେ ଘଟିଥିବା ନୌକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 84କୁ ବୃଦ୍ଧି ପାଇଛି। 153 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ନୌକାଟି ଗତ ସପ୍ତାହରେ କାରିବା ହ୍ରଦରେ ବୁଡ଼ି ଯାଇଥିଲା। ଜିମ୍ବାୱେର ବିପର୍ଯ୍ୟୟ ପରିଚାଳନା ସଂସ୍ଥା ସୂଚନା ଅନୁଯାୟୀ 77 ଜଣଙ୍କୁ ଉଦ୍ଧାର କରାଯାଇଛି। ପଶ୍ଚିମବଙ୍ଗର ଭାରତ ନେପାଳ ସୀମାବର୍ତ୍ତୀ ଅଞ୍ଚଳରୁ ସଶସ୍ତ୍ର ସୀମା ବଳ 2 ଜଣ ନେପାଳୀ ନାଗରିକଙ୍କୁ ଗିରଫ କରିଛନ୍ତି। ସେହି 2 ଜଣ ନେପାଳୀ ନାଗରିକଙ୍କଠାରୁ ବହୁ ପରିମାଣର ସୁନା ଓ ରୂପା ଜବତ କରାଯାଇଛି। ଗତକାଲି ସିଲିଗୁଡ଼ି ସ୍ଥିତ ପାଣିଟାଙ୍କି ନିକଟରେ ସୀମା ଗୁଇନ୍ଦା ଦଳର 41ତମ ବାଟାଲିୟନ୍ ଯାଞ୍ଚ କାର୍ଯ୍ୟ କରୁଥିବା ବେଳେ 2 ଜଣ ନେପାଳୀ ନାଗରିକ ଏକ କାର୍ ଯୋଗେ ଦ୍ରୁତଗତିରେ ଯାଉଥିବା ଜାଣିପାରି ସେମାନଙ୍କୁ ଠାବ କରିଥିଲେ। ତେବେ ସେମାନଙ୍କ ପାଖରେ ଥିବା ବହୁ ପରିମାଣର ସୁନା ଏବଂ ରୂପା ସମ୍ପର୍କରେ ସେମାନେ କୌଣସି ପ୍ରମାଣ ଦେଇପାରିନଥିଲେ। ଶ୍ରୀଲଙ୍କାର ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମରେ ଚାଲିଥିବା ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ ଭାରତ 460 ରନ୍ ଏବଂ 9 ୱିକେଟ୍ରୁ ପ୍ରଥମ ଇନିଂସ ଜାରି ରଖିବ। ପ୍ରସିଦ୍ଧ କ୍ରିଷ୍ଣା ଏବଂ କୁଲଦୀପ ଯାଦବ ଗତକାଲି ଅପରାଜିତ ଥିଲେ। ଦେବଦତ୍ତ ପାଡ଼ିକଲ 167 ରନ୍ ସ୍କୋର କରିଥିବା ବେଳେ KL ରାହୁଲ 82 ଏବଂ ଧ୍ରୁବ ଜୁରେଲ 51 ରନ୍ ସ୍କୋର କରିଛନ୍ତି। ଏହି ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଆସନ୍ତା 23 ତାରିଖରୁ କଲମ୍ବୋଠାରେ ଖେଳାଯିବ। FIH ପୁରୁଷ ହକି ବିଶ୍ୱକପ୍ରେ ଆଜି ପୁଲ୍ ଡିରେ ଦ୍ୱିତୀୟ ମ୍ୟାଚ୍ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ନେଦରଲ୍ୟାଣ୍ଡର ୱାଗନର ହକି ଷ୍ଟାଡିୟମରେ ଏହି ମ୍ୟାଚ୍ ହେବ। ଭାରତ ୱେଲ୍ସକୁ 3-1ରେ ପରାସ୍ତ କରି ତା'ର ଅଭିଯାନ ଆରମ୍ଭ କରିଥିବା ବେଳେ ଇଂଲଣ୍ଡ ମଧ୍ୟ ପାକିସ୍ତାନକୁ 4-1ରେ ପରାସ୍ତ କରିସାରିଛି। ଆଜିର ମ୍ୟାଚ୍ର ବିଜେତା ପୁଲ୍ ଡିର ଶ୍ରେଷ୍ଠ ଦଳ ସାବ୍ୟସ୍ତ ହେବ। BWF ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନସିପ୍ ଆଜିଠାରୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହେବ। ଭାରତୀୟ ଖେଳାଳିମାନେ ଆଜିଠାରୁ ପ୍ରଦର୍ଶନ ଆରମ୍ଭ କରିବେ। ମହିଳା ଏକକରେ ପୂର୍ବତନ ବିଶ୍ୱ ଚାମ୍ପିୟନ ତଥା ବିଶ୍ୱର 9 ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି PV ସିନ୍ଧୁ ଆୟାରଲ୍ୟାଣ୍ଡର ସୋଫିଆ ନୋବେଲଙ୍କ ବିପକ୍ଷରେ ଖେଳିବେ। 135ତମ ଇଣ୍ଡିଆନ୍ ଅଏଲ ଡୁରାଣ୍ଡ କପ୍ ଅଧୀନରେ ଗତକାଲି ରାଞ୍ଚିର ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲରେ ସ୍ପୋର୍ଟସ କ୍ଲବ ଦିଲ୍ଲୀ 5-1 ଗୋଲରେ ରାଇଙ୍ଗଡାଇ ଫୁଟବଲ କ୍ଲବକୁ ପରାସ୍ତ କରିଛି। ଏହି ବିଜୟ ସହିତ ଦିଲ୍ଲୀ ସେମିଫାଇନାଲରେ ପ୍ରବେଶ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। 3ଟି ବିଷୟରେ ପୁନର୍ବାର UGC ନେଟ୍ ପରୀକ୍ଷା କରିବା ଲାଗି ଜାତୀୟ ପରୀକ୍ଷଣ ସଂସ୍ଥାର ଘୋଷଣା। ରେଳଯାତ୍ରୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ 20,000ଟି ସ୍ଥାନରେ ସ୍ଥାପନ କରାଯିବ ଟ୍ୟାଙ୍କ ଟୁ ଟ୍ୟାପ୍ ବ୍ୟବସ୍ଥା। 9ଟି ରାଜ୍ୟରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା। ଓଡ଼ିଶାରେ 5 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ। ମୁଖ୍ୟମନ୍ତ୍ରୀ ଆଜି ନିରୀକ୍ଷଣ କରିବେ ବନ୍ୟାଞ୍ଚଳ।
ମଧ୍ୟପ୍ରଦେଶର ଇନ୍ଦୋରରେ ଆରମ୍ଭ ହେଲା ଦେଶର ପ୍ରଥମ ଆଭାସୀ ଚିଡ଼ିଆଖାନା ଏବଂ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।